प्रचार करुचु कवि विश्वनाथ खुंटियाकृत विचित्र रामायणर 15तम भाग। प्रयोजना डॉ शांतनु कुमार रथ, संगीत परिचालना प्रफुल्ल चंद्र बेहेरा, सहयोगिता अभय कुमार दास। ଏହି ଅଧ୍ୟାୟରେ ପରଶୁରାମ ନିଜର ଜନ୍ମ କହୁଛନ୍ତି। ତାହା ଶୁଣିବା ପରେ ପରଶୁରାମ ନିଜ ଜାନୁରେ ବାନ୍ଧିଥିବା ଘଣ୍ଟି ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ରାମଚନ୍ଦ୍ର ଏବଂ ପରଶୁରାମ ତାହା କହୁଛନ୍ତି ଏହି ଅଧ୍ୟାୟରେ। ରାମେ ପରଶୁରାମ କହି ଯେ ଶୁଣ ଏକ ଚିତ୍ତ ହୋଇ, ମୋ ବଂଶାନୁଗୁଣ ଜନମ ବୃତ୍ତାନ୍ତ ବର୍ଣ୍ଣନା କରୁଅଛଇ ଯେ, ପୂର୍ବେ କନାଉଜ ଦେଶ ଯେ ଗାଧି ନାମେ ନୃପଇସ, ପୁତ୍ର ପୌତ୍ରାଦି ନଥିବା ହେତୁ ବଂଶେ ହୋଇ ଦୁଃଖିତ ମାନସ ଯେ, ଈଶ୍ୱରଙ୍କୁ ଆରାଧନା ଯେ କରନ୍ତେ ଯେ ମହାମନା, କେତେ ଦିନ ଅନ୍ତେ ବର ପ୍ରାପ୍ତ ହୁଅନ୍ତେ, ଜାତ ହେଲା ଏକ କନ୍ୟା ଯେ, ନାମ ଦେଲେ ସତ୍ୟବତୀ ଯେ, ହୁଅନ୍ତେ ପ୍ରୌଢ଼ାବସ୍ଥା ପ୍ରାପ୍ତି, ରୁଚିକ ମୁନିଙ୍କି ବିବାହ ଦିଅନ୍ତେ ହୋଇନ ଆନ୍ଦମତି ଯେ, ବିଭା ହୋଇ ମୁନିବର ଯେ ଘେନି ସଙ୍ଗେ ନାରୀ ବର, ଆପଣା ଆଶ୍ରମ ନିକଟେ ଚଳିଲେ ଗୌତମୀ ନଦୀର ତୀର ଯେ। ତହିଁ ଜାନ୍ତେ କିଛି ଦିନ ଯେ ଗାଧି ରାଜା ସନ୍ନିଧାନ, ଗାଧି ରାଣୀ କର ଯୋଡ଼ି ଜଣାଇଲେ ଧିକ ହେଉ ଆମ୍ଭ ଜନ୍ମ ଯେ, କୋଳେ ନହିଲା କୁମର ଯେ କି ବୋହିବ ରାଜଭାର, ଆମ୍ଭ ଅନ୍ତେ ସିନା ବଂଶ ଲୋପ୍ୟ ହେବ, ରାଜ ହେବ ଛାର ଖାର ଯେ, ପୁତ୍ର କାମନା ଅର୍ଥରେ ଯାଉଛି ଝିଅ ବାସରେ, ଏହା ଶୁଣି ରାଜା ସମ୍ମତ ହୁଅନ୍ତି ମିଳିଲେ ଜ୍ୱାଇଁ ମନ୍ଦିରେ ଯେ, ଯାଅ ଦେଖିଣ ମାତାଙ୍କୁ ଯେ ପଛୋଟି ନେଲେ ଗୃହକୁ, ମାତା ଆସିବାର ସମ୍ବାଦ ପ୍ରକାଶ କଲେ ନେଇ ରୁଚିକଙ୍କୁ ଯେ, ରୁଚିକ ବୋଲନ୍ତି ଗିର ଯେ କି ନିମନ୍ତେ ଆସିବାର, ଏହା ଶୁଣି ଗାଧି ରାଣୀ ଭଣୀ ବାଣୀ ଶୁଣିବାରୁ ସେ ପ୍ରବର ହେ, ମୁକୁଳି ନାହିଁ କୁମର ଯେ ଆବର ସତ୍ୟବତୀର, ମାତା ଝିଅ ଦୁହିଁଙ୍କର ପୁତ୍ର ନାହିଁ, ପୁତ୍ର ଦାନ ଦୟା କରହି। ଯୋଗାରୁଢ଼ ଋଷିବର ଯେ ଶୁଣି ଶାଶୁଙ୍କ ଉତ୍ତର, ଦୋହରାଗ୍ନି ପୂଜା କରିବେ ନିଜରୁ, ଜାତ କରନ୍ତେ ସତ୍ୱର ଯେ, ଡାକି ଭାର୍ଯ୍ୟା ସତ୍ୟବତୀ ଯେ ଆନନ୍ଦେ ମୁନି ବୋଲନ୍ତି, ପଶ୍ଚିମ ଭାଗରୁ ତୁମ୍ଭେ ନିଜେ ଭକ୍ଷଣ କର ତଡ଼ତି ଯେ, ଏ ପୂର୍ବ ଭାଗ ଚରୁକୁ ଗୋ ଦିଅ ତୁମ୍ଭର ମାତାଙ୍କୁ, ଏହା କହି ଋଷି ତପସ୍ୟା ନିମନ୍ତେ ଗଲେ ଅରଣ୍ୟ ମଧ୍ୟକୁ ଯେ, ଦୁଇ ଚରୁ ଯାକ ନେଇ ଯେ ଏକାଠାବି ରଖି ଦେଇ, ମାତା ଝିଅ ଦୁହେଁ ଆନନ୍ଦରେ ଗଲେ ଗୋମତୀ କି ସ୍ନାନ ପାଇ ଯେ, ମାତା ବେଗେ ସ୍ନାନ ସାରି ଯେ ଭଖିଲେ
ନନ୍ଦକେ ପାରି କହି ଯେ ଗତ ହନ୍ତେ କିଛି ଦିନ ଯେ ଗର୍ଭ ହେଲେ ବିଜନେ ତପସାରୀ ଋଷି ଆଶ୍ରମେ ମିଳିଣ ଗର୍ଭ କଲେ ନିରୀକ୍ଷଣ ଯେ ପାଶେ ରାଇ ସତ୍ୟବତୀ ଯେ ଋଷି ବଚନ ବୋଲନ୍ତି ଚରୁ ପାଲଟାଇ ଭକ୍ଷଣ କରିଲ ହୋଇଲା ବିଷମ ଅତି ଯେ ଋଷି ପୁତ୍ର ରାଜା ହେବ ଯେ ରାଜପୁତ୍ର ଋଷି ହେବ। ଏହା ଶୁଣି ଗାଧି ରାଣୀ ଶୋକି କହେ କି ମୋର ରାଜ୍ୟ ଭୁଞ୍ଜିବ ଯେ ଋଷି ବୋଲନ୍ତି ଉତ୍ତର ଯେ ତୁମ୍ଭ ପୁତ୍ର ଋଷିବର ହେଲେ ମଧ୍ୟ ବେଳେ ବେଳେ ବୁଝୁଥିବ ରାଜ୍ୟ ପ୍ରଜା ସମାଚାର ଯେ ଆପଣା ପତ୍ନୀ କହି ଯେ ତୋର ପୁତ୍ର କ୍ଷତ୍ରୀ ହୋଇ 3 ପୁରୁଷ ପର୍ଯ୍ୟନ୍ତ କ୍ଷତ୍ରୀ ବୃତ୍ତି ସାଧିବେ କହୃଷ୍ଟ ହୋଇ ଯେ ଶୁଣି ଋଷିଙ୍କର ବାଣୀ ଯେ ବିଦା ହେଲେ ଗାଧି ରାଣୀ ଆପଣା ଭୁବନେ ପ୍ରବେଶ ହୋଇଲେ ଗଲା କିଛି ଦିନ ପୁଣି ଯେ 10 ମାସ 10 ଦିନ ଯେ ଗର୍ଭ ହୁଅନ୍ତେ ସମ୍ପୂର୍ଣ୍ଣ ଗାଧି ରାଣୀ ଠାରୁ ପୁତ୍ରେକ ଜନ୍ମିଲା ଦେଲେ ବିଶ୍ୱାମିତ୍ର ନାମ ଯେ ସତ୍ୟବତୀ କୋଳେ ଜନ୍ମ ଯେ ହୋଇଲା ଏକ ନନ୍ଦନ ରୁଚିକ ଋଷି ନାମକରଣ କରି ଦେଲେ ଯମଦଗ୍ନି ନାମ ଯେ ଗତ ହନ୍ତେ କେତେ ବର୍ଷ ଯେ ଯୁବାବସ୍ଥା ପରେଶ ବିଦର୍ଭ ଦେଶ ରାଜକନ୍ୟା ରେଣୁକା ବିଭା ହେଲେ ଋଷି ଶିଷ୍ୟ ଯେ ତାଙ୍କ କୋଳେ ଆମ୍ଭେ ଜାଣ ଯେ ହେଲୁ 4 ଭ୍ରାତା ଜନ୍ମ ନୀଳ ରାମ ବଳ ରାମ ଗଣ୍ଡ ରାମ ପରଶୁରାମ ଆମ୍ଭେ ସାନ ଯେ ଶୁଣିଲ ବଂଶାନୁଗୁଣ ଯେ ଦିଅ ମୋ ଧନୁରେ ଗୁଣ ନହିଲେ ଏକ୍ଷଣି ଭୁଲାଇ ଦେବିଟି ଶିବ ଧନୁ ଭଙ୍ଗାପଣ ଯେ ବୋଲନ୍ତି କୋଦଣ୍ଡ ଧର ଯେ ତୁମ୍ଭେ କନିଷ୍ଠ କୁମର ଜ୍ୟେଷ୍ଠ ବୋଲି କରି କିମ୍ପାଲୁ କହ କାରଣ ଏହାର ଯେ କୋପେ କହି ପରଶୁରାମ ଯେ ଶୁଣ ତୁମ୍ଭେ ଦେଇ ମନ ଦିନେ ମୋର ପିତା ଯମଦଗ୍ନି କରୁଥିଲେ ପିତୃତରପଣ ଯେ ମାତା ମୋ ରେଣୁକା ନାରୀ ଯେ ଯଜ୍ଞ ପାତ୍ରେ ଢାଳେ ବାରି ତରପଣ କାଳେ ଜଳ ଦେଉଥାନ୍ତି ଜଳେ ଛାୟା ଦେଖି କରି ଯେ ଅନାଇ ଦିଅନ୍ତେ ଆକାଶେ ଯେ ଚିତ୍ରସେନ ରଥ ଦିଶେ ଦୃଷ୍ଟିବକ୍ର ହେତୁ ଜଳ ପଡ଼ିଗଲା ଯଜ୍ଞ ପାତ୍ର ଆର ପାଶେ ଯେ ଦେଖି ପିତା କୋପେ କହି ଯେ ତୋ ଚାରୁଣୀ ଅଟୁ ତୁହି ପର ପୁରୁଷରେ ପ୍ରୀତି ଥିବା ହେତୁ ଅନ୍ୟ ମନ ହେଲୁ ତୁହି ଯେ ନୁହେଁ ନାହୁ 4 ଭ୍ରାତେ ଯେ ବନେଲୁ ମୃଗୟାର୍ଥେ ଏ ସମୟେ ମୋର ଜ୍ୟେଷ୍ଠ 3 ଭ୍ରାତ ପ୍ରବେଶିଲେ ଗୃହ ଗତେ ଯେ ତାଙ୍କୁ ଦେଖି ପିତା କହି ଯେ ମାତା 4 ଅଟଇ ଆଜ୍ଞା ପରମାଣେ ତାର ଶିର ଛେଦ ଶୁଣି ଭୀତ 3 ଭାଇ ଯେ ପିତାଙ୍କ ଆଜ୍ଞା ଅବଜ୍ଞା ଯେ ହନ୍ତେ କୋପେ ମହାତ୍ମା ବସିଛନ୍ତି ମୋର ପଥ ଅନୁସରି ମନରେ କରି କଳ୍ପନା ଯେ ଏ ସମୟେ ମୁଁ
ବେଶ ଯେ ପନ୍ତେ ଦେଖିଲି ଭବିଷ୍ୟ ପିତା ମାତା ସହ ଭ୍ରାତା ଗଣଙ୍କର ମନରେ ନାହିଁ ହରସ ଯେ ଏ ସରିତି ଦେଖିଣ ଯେ ପୁଛୁ ପିତାଙ୍କୁ କାରଣ ପିତା ବୋଇଲେ ଆଗେ ତ ତିନି ଭାଇ ସହ ମାତା ମୁଣ୍ଡ ହାଜେ ଶୁଣି ପିତାଙ୍କ ଉତ୍ତର ଯେ ଛେଦିଲି ସକଳ ଶିର ଦେଖି ପିତା ମୋର ସନ୍ତୁଷ୍ଟ ହୋଇନ ବୋଇଲେ ମାଗ ତୁ ବର ଯେ ମାଗିଲି ମୁଁ ଏହି ବର ଯେ ମାତା ଭ୍ରାତା ମାନେ ମୋର ମୃତ ପିଣ୍ଡ ଛାଡ଼ି ଦିବ ଦାନ ପାନ୍ତୁ ଏହି ଅନୁଗ୍ରହ କର ଯେ ଅସ୍ତୁ ବୋଲିଣ ବୋଇଲେ ଯେ ସେମାନେ ଜୀବ ପାଇଲେ ସେହି ଦିନ ଠାରୁ ପୁନର୍ଜନ୍ମ ପାଇ ମୋତେ ଜ୍ୟେଷ୍ଠରେ ଗଣିଲେ ଯେ ଯାହା ପୁଚ୍ଛା କଲ ମୋତେ ହେ କହିଲି ତୁମ୍ଭ ଅଗ୍ରତେ ଏବେ ଯେ ଧନୁରେ ଗୁଣକୁ ଚଢ଼ାଅ ପଦ୍ମନାଭ ବୋଲେ ଗୀତେ ଯେ ଶ୍ରୀରାମ ଲଙ୍କି ବାଣୀ ଯେ ଶୁଣ ଆହି ବୀରମଣି କେଉଁଠାରୁ ଏ ଜାନୁ ଘଣ୍ଟ ପାଇଲ କହ କହ ଥରେ ପୁଣି ହେ କହେ ପରଶୁରାମ ଯେ ଖଡ୍ଗେ ମାତାଙ୍କୁ ଛେଦନ କରନ୍ତେ ସେ ଖଡ୍ଗ ହସ୍ତୁ ନ ଖସିଲା ରହିଲା ହୋଇ ସଂଲଗ୍ନ ଯେ ପିତାଙ୍କୁ ଜଣାନ୍ତେ ପୁଣି ଯେ ଧ୍ୟାନ ବଳେ ଋଷି ଜାଣି ମାତୃ ହତ୍ୟା ଯୋଗୁଁ ଏ ସନ ଘଟିଛି ଶୁଣନ୍ତୁ କୁମର ମଣି ଯେ ସନ୍ନ୍ୟାସୀ ବେଶକୁ ଧରରେ ତୀର୍ଥ ପର୍ଯ୍ୟଟନ କର ଆମ୍ଭ ଆଜ୍ଞା ପରମାଣେ ଖଡ୍ଗ ଗୋଟି ନରହୁହର କର ଯେ ଶୁଣି ପିତାଙ୍କ ଉତ୍ତର ଯେ ସନ୍ନ୍ୟାସୀ ବେଶେ ବାହାର ହୋଇବାରୁ କରୁ ଖଡ୍ଗ ଖସିଗଲା ଭିକ୍ଷା କଲି ଦ୍ୱାର ଦ୍ୱାର ଯେ ଏକ ଦ୍ୱାରେ ମୌନ ହୋଇ ଯେ ରହିଲି ମୁଁ ଭିକ୍ଷା ପାଇ ସାମନ୍ତାଣୀ ଆଗେ ଦାସୀ ତାକ ହୋଇ ବର୍ଷୁଛନ୍ତି ଉଭା ହୋଇ ଗୋ ଶୁଣି ଦାସୀ ଠାରୁ ଗିର ଯେ ପୋଇଲା ସେ ରାମା ବର ପରଶୁରାମ ଭିକ୍ଷା ମାଗି ଆସିଛନ୍ତି ବୋଲି ପ୍ରତେ ନୁହେଁ ମୋର ଯେ ଜାନୁରେ ତ ଘଣ୍ଟ ନାହିଁ ଯେ କିପରି ଜାଣିବି ମୁହିଁ ଶୁଣି ସେ ଅର ସେଠାରୁ ସତ୍ୱର ଫେରି ପିତା ପାଶେ ଯାଇ ଯେ କହୁ ସକଳ ବୃତ୍ତାନ୍ତ ହେ ବୋଇଲେ ସେ ତପୋବନ୍ତ ଭଗବତୀଙ୍କି ଧ୍ୟାନ କଲେ ମିଳିବ କାମନା ହେବ ସିଦ୍ଧାନ୍ତ ଯେ ଧ୍ୟାନେ ତୋଷୀ ଭଗବତୀ ଯେ ଜାଣଇ ପୂର୍ବ ଭାରତୀ ଜାନୁ ଘଣ୍ଟ ତାହାଙ୍କ ଠାରୁ ପାଇଛି ପଦ୍ମନାଭ ଯେ ବଦତି ଯେ ଆପଣମାନେ ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆକୃତ ବିଚିତ୍ର ରାମାୟଣର 15ତମ ଭାଗ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଅଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ। କଣ୍ଠଶିଳ୍ପୀମାନେ ଥିଲେ ବିନୋଦୀ ବିହାରୀ ପଣ୍ଡା, ତୃପ୍ତି ଦାସ, ମହାପାତ୍ର ମିନତୀ ଭଞ୍ଜ ଏବଂ ବିଜୟ କୁମାର ଜେନା।